ଅଛନ୍ତି ଧଉଳି ଗଣନାଟ୍ୟର ପ୍ରଯୋଜକ କଣ କହିବେ? ଖଣ୍ଡଗିରି ମହାସମର ଗୋଟେ ଆସିଲେ ଗୋଟେ ମାନେ ପ୍ରଯୋଜକ ଭିତରେ ପ୍ରତିଯୋଗିତା ହୁଏ, ଆଉ କଳାକାର ଭିତରେ ପ୍ରତିଯୋଗିତା ହୁଏ, କମିଟି ମାନଙ୍କ ଭିତରେ ପ୍ରତିଯୋଗିତା ହୁଏ। ଖଣ୍ଡଗିରି ମହାସମର ନେଇ କଣ କହିବେ? ଶୁଣନ୍ତୁ, ଆଗେ ସମସ୍ତଙ୍କୁ ଆପଣ ମିଡ଼ିଆ ଭାଇମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ଏବଂ ଓଡ଼ିଶାର ଯାତ୍ରାକୁ ଭଲ ପାଉଥିବା ଅଗଣିତ ଦର୍ଶକଙ୍କୁ ନମସ୍କାର। ଖଣ୍ଡଗିରି କୁମ୍ଭ ମେଳାରେ ଯେ ଖଣ୍ଡଗିରି ପାର୍ଟି ଖଣ୍ଡଗିରି କି 10-15ଟି ପାର୍ଟି ଆସନ୍ତି। 10-15ଟି ପାର୍ଟିରେ ହାରାହାରି ଯେତିକି ଲୋକ ଅଛନ୍ତି ତାର 20 ଡବଲ କଳାକାର କି 50 ଡବଲ କଳାକାର ଖଣ୍ଡଗିରିରେ ଆସନ୍ତି ନାହିଁ, ଅଲଗା ଜାଗାରେ ନାଚ କରନ୍ତି ଏବଂ ସେମାନେ ବି ମଧ୍ୟ କଳାକାର। ସେମାନଙ୍କ ଭିତରେ ବି କମ୍ପିଟିସନ ମାନେ ଇଚ୍ଛା ଶକ୍ତି ଅଛି। ସେମାନେ ଆଗକୁ ବଢିବାକୁ ଚାହୁଁଛନ୍ତି ଯେ ଏଇଠିକି ଯୋଉମାନେ ପାର୍ଟି ଆସିଲେ ଗୋଟେ ଆମର ମାଇଣ୍ଡ ସେଟ୍ ହେଇଯାଇଛି ଓଡ଼ିଶାରେ ଯେ ଖଣ୍ଡଗିରି କି ଯୋଉ ପାର୍ଟି ଆସିବ ସେ ଗୋଟେ ବଡ଼ ପାର୍ଟି, ଖଣ୍ଡଗିରି ଯିଏ ନ ଆସିବ ସେ ଛୋଟ ପାର୍ଟି। ଧଉଳି ଗଣନାଟ୍ୟ 2000 ମସିହାରେ ଆରମ୍ଭ ହେଇଛି, ଆଜି 25 ବର୍ଷ ପୂର୍ଣ୍ଣ ହେଇଯାଇଛି। 25 ବର୍ଷ ଭିତରେ କେତେ ଥର ବି ଖଣ୍ଡଗିରି କି ଆସିନାହିଁ। ତେଣୁ ଖଣ୍ଡଗିରି ଆସିଲେ ସେ ପାର୍ଟି ବଡ଼ ପାର୍ଟି ହବ, ଖଣ୍ଡଗିରି ନ ଆସିଲେ ପାର୍ଟି ହବ ନାହିଁ, ମୁଁ ସେଥିରେ ବିଶ୍ୱାସ କରେ ନାହିଁ। ତଥାପି ଖଣ୍ଡଗିରି କି ଲୋକଙ୍କର ଆମ ଓଡ଼ିଶାର ଯାତ୍ରା ଦର୍ଶକ ସବୁ ବର୍ଷ ପରି ଖଣ୍ଡଗିରି କେବେ ହବ ଯାତ୍ରା ଆମେ ଦେଖିବାକୁ ଯିବୁ। ଯେହେତୁ ଏକାଥରେ 10-15-20ଟି ପାର୍ଟି ପଡୁଛନ୍ତି, ଗୋଟେ ଏଠି ଫଙ୍କସନ ହୁଏ, ଇଏ ଗୋଟେ ଯାତ୍ରାର ମାନେ ଯାତ୍ରାର ମେଳା, ଯାତ୍ରା ପାଇଁ ଖଣ୍ଡଗିରି ପ୍ରସିଦ୍ଧ। ଆଉ ସେଥିପାଇଁ ଖଣ୍ଡଗିରିକି ଆସିଛି, ସମସ୍ତେ ନାଟକକୁ ନେଇକି ଆସିଛନ୍ତି, ନାଟକ କରିବେ। ନାଟକ ଆପଣଙ୍କର ଯୋଉ ନାଟକ ଅଛି, ନାଟକ ଉପରେ ଗୁରୁତ୍ୱ ଦେଇଛନ୍ତି ନା ମେଲୋଡି ରେକର୍ଡ ଡ୍ୟାନ୍ସ? ଆଜିକା ଦର୍ଶକ ମାନେ ମେଲୋଡି ରେକର୍ଡ ଡ୍ୟାନ୍ସ ଉପରେ ବେଶୀ ଗୁରୁତ୍ୱ ଦଉଛନ୍ତି। ନାଇଁ, ଆମର ଯିଏ ପ୍ରତିଷ୍ଠାତା ବିପିନ ବିହାରୀ ଦେଓ ଏମିତି ଜଣେ କମିଟି ବାଲା ଆସିକି କହିଲେ ଯେ ଟିକେ ମେଲୋଡି ଖରାପ ଅଛି। ସେଠି ଆଜି ମନେ ପଡେ ବିପିନ ବିହାରୀ ଦେଓ କହିଥିଲେ ତାହେଲେ ଏଟା ଯାତ୍ରା ପାର୍ଟି, ମେଲୋଡି ପାର୍ଟି ନୁହଁ। ତା ମାନେ ନୁହଁ ଯେ ଆମେ ମେଲୋଡି ଠିକ ରଖିନୁ। ମାନସ କୁମାର ଭଳି ସିଙ୍ଗର ଅଛନ୍ତି, ଭାସିସ ଗୋଟେ ନ୍ୟୁ ଜେନେରେସନ ସିଙ୍ଗର, କ୍ରିଷ୍ଣା ଅଛି, ଡ୍ୟାନ୍ସ ଅଚ୍ୟୁତ ଯେ ମାଷ୍ଟର ଅଛି, ଆପଣ ମାନେ ବିଗତ ଦିନରେ ବି ଦେଖିଥିବେ। ତା ଯୋଉ ଡ୍ୟାନ୍ସ ଗେଟଅପ୍ ସେ ବଢିଆ କରେ, ଆମ ଡ୍ୟାନ୍ସ ବି ଭଲ ହେଇଛି। ସବୁ ପରେ ଯାତ୍ରାରେ ନାଟକ ଦେଖିବାକୁ ଲୋକ ଆସନ୍ତି। ଏ ସହର ବଜାର ମାର୍କେଟରେ ଟିକେ ମେଲୋଡି କି ଆଟ୍ରାକ୍ସନ ହୁଏ, କିନ୍ତୁ ସମ୍ବଲପୁର ଭଦ୍ରକ ଆପଣ ମାନେ ବି ସମସ୍ତେ ଜାଣିଥିବେ, ନବାବୁ ତ ଜାଣିଥିବେ ଯେ ବାଲେଶ୍ୱର ଭଦ୍ରକ ପଟେ ମେଲୋଡି ବେଶୀ ସମୟ ହେଲେ ଲୋକ ଛିଡା ହେଇ କହିବେ ମେଲୋଡି ବନ୍ଦ କର, ଯାତ୍ରା ଆରମ୍ଭ କର। ତେଣୁ ଆଜି ବି ଲୋକ ଦର୍ଶକ ଯାତ୍ରା ଦେଖିବାକୁ ଆସୁଛନ୍ତି, ମେଲୋଡି ଦେଖିବାକୁ ଖୁବ କମ ଲୋକ ଆସୁଛନ୍ତି। 10-15% ଲୋକ ମେଲୋଡି ଦେଖିବାକୁ ଆସନ୍ତି, 80% ଲୋକ ଯାତ୍ରା ଦେଖିକି ସକାଳୁ ଯାଆନ୍ତି। ଶୁଣନ୍ତୁ, ମୁଁ ଆଉ ଗୋଟେ କଥା କହୁଛି। ଘୋଡା ଆମେ ତ କରିଯିବୁ ଧଉଳି ଗଣନାଟ୍ୟ, ତାପରେ କିଏ ଓନର ହବ କଣ ହବ ନହବ ସିଏ ଅଲଗା କଥା। ଯେତେବେଳେ 200 ବର୍ଷ ପରେ ଯେତେବେଳେ ଆଲୋଚନା ହବ ଗୋଟେ କିଏ ନୂଆ ଜିନିଷ କରିଥିବ, ସେତେବେଳେ ଘୋଡା କଥା ଯେତେବେଳେ ଆଲୋଚନା ହବ, ଧଉଳି ଗଣନାଟ୍ୟରେ ପ୍ରଥମ ଧଉଳି ଗଣନାଟ୍ୟ ବିଶ୍ୱଜିରାଜକୁ ଲୋକ ମନେ ରଖିବେ 200 ବର୍ଷ ପରେ ବି। ତାପରେ ହର ସାର୍ କହିଲେ ଆମେ ଅସ୍ମିତାର କଥା, ଓଡ଼ିଆ ଇତିହାସକୁ ନେଇକି ଯେତେବେଳେ ଧଉଳି ଗଣନାଟ୍ୟ ଧଉଳି ପାହାଡକୁ ନେଇକି ଗୋଟେ ହେଇଛି, ସେ ବାବଦରେ ଚଣ୍ଡାଶୋକ ନାଟକ କଲୁ। ସେଥିରେ ସମସ୍ତେ କହିଲେ, ବସିକି ବୁଦ୍ଧିଜୀବୀ ବିଚାର କଲେ ଯେ ଗୋଟେ ଘୋଡାଟେ ନେବା। ମୁଁ କହିଲି ହଉ ଦେଖିଆ, ଗୋଟେ ଭଲ ଇଣ୍ଟରେଷ୍ଟିଂ ହବ, ଗୋଟେ ନୂଆ ଥଟରେ ଆମେ ଗୋଟେ ଚେଷ୍ଟା କରୁଛେ। ତାପରେ ସବୁଆଡେ ବୁଝିଲୁ ଘୋଡା ହଉଛି ଗୃହପାଳିତ ପଶୁ, ତାକୁ ୟୁଜ କରିହବ, ସମୁଦ୍ର କୂଳରେ ବୁଲୁଛି, ବାହାଘରରେ ଯାଉଛି, ସବୁଠି ଯାଉଛି, ୟୁଜ କରିହବ। ସବୁଆଡେ ବୁଝି ବାଜିକି ତେଣୁ ଗୋଟେ
ଶୁଣନ୍ତୁ ଗୋଟେ ଭାତ ଚିକେନ ଅଛି ତା ସାଙ୍ଗରେ ଆଉ କିଛି ନହେଲେ ବି ଚଳିବ ତା ସାଙ୍ଗରେ ଟିକେ ଚଟଣି ଟିକେ ହଉଛି ନା ନାହିଁ ପୋଦିନା ଚଟଣି ଟିକେ ହଉଛି ନା ନାହିଁ ବାଇଗଣ ଭର୍ତ୍ତା ଟିକେ ତାର ଟେଷ୍ଟ ହଉଛି ନା ନାହିଁ ତେଣୁ ନାଟକରେ ଘୋଡ଼ାଟା ଗୋଟେ ଚଟଣି ଭାବିପାର ବାଇଗଣ ଭର୍ତ୍ତାଟେ ଭାବିପାର ଇଏ ଗୋଟେ ଛୁଙ୍କ ଦିଆ ହେଇଛି ଲୋକଙ୍କୁ ଆଟ୍ରାକ୍ଟିଭ କରିବା ପାଇଁ ଦି ପଇସା ଆମର ବେପାର ହବ ଘୋଡ଼ା ଦେଖିବାକୁ କିଛି ପଶିଗଲେ ଆମେ ଦି ପଇସା ପାଇଯିବୁ ଏଇଆ ଘୋଡ଼ା ଯେତେ ଖର୍ଚ୍ଚ ହଉଛି ସେତିକି ଟିକେ ରଖୁଛି ତ। ଶୁଣନ୍ତୁ ଯାତ୍ରା ପାର୍ଟି ଯିଏ ମାଲିକ ସମସ୍ତଙ୍କୁ ପଚାରିଦେବେ ଯାତ୍ରା ପାର୍ଟିରେ ଯାହା ଖର୍ଚ୍ଚ ହଉଛି ତାହା ମିଳୁଛି କି ଯଦି ଯାତ୍ରା ପାର୍ଟିରେ ମିଳିବା ଚିନ୍ତା କରିକି ଯାତ୍ରା ପାର୍ଟି ଯିଏ କରିବ ସେ ଘର ଦ୍ୱାର ବୁଡ଼ିଯିବ ସେ ଯାତ୍ରା ପାର୍ଟି କରିପାରିବ ମାଲିକ ହେଇପାରିବନି ଆଉ ତେଣୁ ଯାତ୍ରା ପାର୍ଟିରେ ବହୁତ ଛନ୍ଦ ଅଛି ଯେ ମୁଁ ବହୁତ କିଛି ଜାଣିଯାଇଛି ସେଇ କଥା ନୁହଁ ତ ବହୁତ ନୂଆ ମାଲିକ ଆସୁଛନ୍ତି ସେ କାହିଁକି କ୍ଲିକ୍ କରିପାରୁନାହାନ୍ତି ଗୋଷ୍ଠୀ ରାଜନୀତି ଭଲ ମନ୍ଦରେ ଛନ୍ଦି ହେଇକି ନାକ ସିଙ୍ଗାଣି ମାରି ପଡୁଛି କାହିଁକି ଏତେ ଲାଭ ହଉନି ତେବେ କୋଟି ଲକ୍ଷ ଲକ୍ଷ ଟଙ୍କା ଦେଇକି ଘୋଡ଼ା ତାର କିଣା ବିକା ଯୋଉ ହଉଛି ସେଟା କାହିଁକି ହଉଛି ଜିଦି ଇଗୋ ଜୁଆ ନା କଣ ଜୁଆ ନୁହଁ ଜିଦି ମୋର ବଡ ପାର୍ଟି ବଡ କଳାକାର ମୁଁ ରଖିଛି ଅହଙ୍କାର କୋର୍ଟ କଚେରୀ ପର୍ଯ୍ୟନ୍ତ ପହଞ୍ଚି କଥା ଯିବ ଆଜି ତ କେହି ବୁଝିପାରିବେନି ଆଉ ଗଣତନ୍ତ୍ର ରାଷ୍ଟ୍ରରେ କୋର୍ଟକୁ ଯିବା ଏବେ ତ ମାଲିକ କେବେ ଭାବିଛନ୍ତି କେବେ ଯିବାକୁ ପଡିବ ବୋଲି କୋର୍ଟକୁ ସେ ସମୟ ଆସିନାହିଁ ମୋର ତ ସବୁ ଠିକ ଠାକ ହେଇଯାଉଛି ମୁଁ କାହିଁକି କୋର୍ଟ ଯିବି କୋର୍ଟ କଚେରୀ ଯିବା କଳାକାରକୁ ଆପଣ ଯୋଉ ପାର୍ଟିକୁ ଆଣିବା ପାଇଁ ଚାହିଁବେ କି କେବେ ଶୁଣ କୋର୍ଟ କଚେରୀ କି ଯିବା ପାଇଁ କଳାକାରକୁ ପାର୍ଟିକି ଆଣିବାକୁ ଚାହିଁବେ ତମେ ଯୋଉ ବୁଲେଇ ବାଲେଇକି ପଚାରୁଛ ତେଣୁ ସମସ୍ତେ ସବୁ କହିଦେଇଛି ମୁଁ ଖଣ୍ଡଗିରି କଥା ଯେ ଏଇଠି ଯିଏ ମାନେ ଆସିଲେ ସେ କଳାକାର ଆଉ ସବୁ କଣ ନିଳିଆକାରେ ସବୁ କଳାକାର ବହୁ ହଜାର ହଜାର କଳାକାର ଅଛନ୍ତି କିନ୍ତୁ ବଣ ମଲ୍ଲି ବଣରେ ଫୁଟିକି ମଉଳି ଯାଉଛି ବାହାରି ପାରୁନି ଏଇ ଭାଷୀ ସେ ଆମର ସିଙ୍ଗର ଅଛି ତାକୁ କିଏ ଚିହ୍ନିଥିଲା ଆର ବର୍ଷ ମୁଁ ରଖିବି ନାଇଁ ଏଇ ଚିନ୍ତାରେ ଥିଲି ମଦ ପିଇ ଦଉଥିଲା ତା ସାଙ୍ଗରେ କଣ୍ଡିସନ କଲି ତୋର ଗୋଟେ ଏଇଆ ରେଟ୍ ଯଦି ମଦ ଛାଡ଼ିବୁ ତାହେଲେ ଆଉ ଗୋଟେ ରେଟ୍ ଦେବି ଯାହା ହଉ କଥା ମାନିକି ଏ ବର୍ଷ ମଦ ପିଇନି ଭଲ ସିଙ୍ଗର ଆଜି ଡେଟ୍ରେ ସେ ରେଟ୍ କମ ହେଇଥାଇପାରେ କାର ଅଧିକ ହେଇଥାଇପାରେ କିଏ ଭାଇରାଲ ହେଇଯାଇଛି କାର ରେଟ୍ ଅଧିକ ହେଇଛି ତେଣୁ ସିଏ ବି କାଲି ଭଲ ହବ ଆଉ ଆପଣ ଯୋଉ କୋର୍ଟ କଚେରୀ କେସ୍ କଥା କହୁଛ ମୁଁ କାହା ନାଁ ଧରିବିନି କାହା ନାଁ ଧରିକି ଦି ପଇସା ତାଙ୍କର ଟିକେଟ ବିକ୍ରି ହଉଛି ସେମାନେ ଚାହୁଁଛନ୍ତି କେମିତି କଣ୍ଟ୍ରୋଭର୍ସି ହଉ କି ଗାଁ ହୁଅନ୍ତୁ ଆମେ ସରୁ କପିଳା କଥା କହି ଲୋକଙ୍କୁ ଆକୃଷ୍ଟ କରି ନିରୀହ ନିଷ୍କପଟ ସବୁ ଯୋଉମାନେ ବି ଯିଏ ଯାଇଛନ୍ତି ସେମାନେ ସବୁ ନିରୀହ ନିଷ୍କପଟି ଲୋକ ମାଲିକ ମାନଙ୍କୁ ସଜା ଯାଉଛି ଆପଣ ମାନଙ୍କ ମାଧ୍ୟମରେ ଯେ ସେମାନେ ହଉଛନ୍ତି ରାକ୍ଷସ କଳାକାର ହଉଛନ୍ତି ନିରୀହ ନିଷ୍କପଟ କିଛି ଛନ୍ଦ ମାୟା ଜାଣି ନାହାନ୍ତି ହଁ ଆପଣ ମାନେ ଜାଣି ନାହାନ୍ତି ବିଗତ ଦିନରେ ମାଲିକ ମାନଙ୍କୁ ରାବଣ ସଜେଇ ଦିଆ ହଉଛି ହଉନି ଏଟା ସତ ନା ମିଛ କହୁନା ଜୋରେ କହୁନା ଆପଣ ସଜଉଛନ୍ତି ଏଇଥିପାଇଁ ଆପଣ ମିଡିଆରେ ଭଲ ବାଜିବ ବୋଲି ଟିଆରପି ମିଳିବ ଆମର କହିବାର ହକ୍ ନାହିଁ କଣ କହିବାର ହକ୍ ଅଛି ମୋର ବି ଅଛି ବର୍ତ୍ତମାନ ମାଲିକ ସଂଘ ହେଇଛି ମାଲିକ ସଂଘରେ ଆଲୋଚନା ହବ କି ଆଗାମୀ ଦିନରେ ଯୋଉ କଳାକାରଙ୍କୁ ନେଇକି ଯୋଉ ହାଇ ରେଟ୍ରେ ବଜେଟ୍ରେ କିଣା ବିକା ହଉଛି ତା ଉପରେ କିଛି ଆଲୋଚନା ହବ କି ଅଲରେଡି କିଣା ବିକା ଆରମ୍ଭ ହେଇଗଲାଣି ଶୁଣନ୍ତୁ ମୁଁ ଗୋଟେ କଥା କହୁଛି ମୁଁ ଯଦି ମାନସିକ ସ୍ତରରେ ଜିଦ୍ ରଖିବି ଇଗୋ ରଖିବି